ସ୍ଥାୟୀ ନିଯୁକ୍ତି ଦାବିରେ ନାଲ୍କୋ କ୍ଷତିଗ୍ରସ୍ତ ପ୍ରଜା ସଂଘର ଗଣଧାରଣା। ପ୍ରତାରଣାର ଶିକାର ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଙ୍କ ସମ୍ମୁଖରେ ଧାରଣା ଦେଲେ କ୍ଷତିଗ୍ରସ୍ତ ପ୍ରଜା ସଂଘ। କିଛି ଦିନ ତଳେ ନାଲ୍କୋର ଜନ୍ମଦିନ ପାଳି ମୌଜ ମସ୍ତି କରୁଥିଲେ ଅଧିକାରୀମାନେ। କିନ୍ତୁ ଗତ 16 ବର୍ଷ ଧରି ନାଲ୍କୋ କ୍ଷତିଗ୍ରସ୍ତ ପ୍ରଜାମାନେ ନିଜର ଦାବି ନେଇ ଯେଭଳି ଆନ୍ଦୋଳନକୁ ଓହ୍ଲାଇଛନ୍ତି, ସେଥିପ୍ରତି ନାଲ୍କୋ ଅଣଦେଖା କରିବା ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଆଜି ଏହି କାରଣରୁ ତାଳଚେର ଅନୁଗୋଳ ନାଲ୍କୋ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଅନୁଗୋଳ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେଇଛି। ପ୍ରଜା ସଂଘର ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲଙ୍କ ଅନୁସାରେ ନାଲ୍କୋ ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ 2006ରୁ 2008 ଏବଂ 2008ରୁ 2010 ମଧ୍ୟରେ ଦ୍ୱିତୀୟ ତୃତୀୟ ବ୍ୟାଚ୍ର କ୍ଷତିଗ୍ରସ୍ତ ପରିବାରର 198 ଜଣ ଯୁବକ ଯୁବତୀଙ୍କୁ ITI ଟ୍ରେନିଂ ଦେବାର ସୁବିଧା କରିଥିଲେ। କିନ୍ତୁ ଟ୍ରେନିଂ ପରେ ପ୍ରଥମ ଦ୍ୱିତୀୟ ବ୍ୟାଚ୍ ଭଳି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ନଥିଲା। ଏହାପରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ କୋର୍ଟ ରିଟ୍ ପିଟିସନ ନମ୍ବର 19,622 2010 ଉପରେ ତୃତୀୟ ଓ ଚତୁର୍ଥ ବ୍ୟାଚ୍ର ITI ଧାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଥିଲା। ଏହା ସତ୍ତ୍ୱେ ନାଲ୍କୋ ଓ ଜିଲ୍ଲା ପ୍ରଶାସନ ବାରମ୍ବାର କ୍ଷତିଗ୍ରସ୍ତ ପ୍ରଜାଙ୍କ ସହ ପ୍ରତାରଣା କରିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୀର୍ଘ ଦିନର ବ୍ୟବଧାନ ପରେ ନାଲ୍କୋ ବିଭିନ୍ନ ପଦପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇଥିବା ବେଳେ 2024 ଡିସେମ୍ବର 20 ତାରିଖର ଉକ୍ତ ବିଜ୍ଞାପନକୁ ବାତିଲ କରି କ୍ଷତିଗ୍ରସ୍ତ ପ୍ରଜାଙ୍କୁ ସେ ସ୍ଥାନରେ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ସଂଘର କର୍ମକର୍ତ୍ତା। ସଂଘ ପକ୍ଷରୁ ଏଥିପାଇଁ ଆଜି ଏକ ରାଲି ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଓ ଗଣଧାରଣା ଆରମ୍ଭ ହୋଇଛି। ନାଲ୍କୋ କର୍ତ୍ତୃପକ୍ଷ ଓ ପ୍ରଶାସନର ଖାମଖିଆଲି ନୀତି ଓ ଅବହେଳାକୁ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଅନୁଗୋଳରୁ ଶିବାଶିଷ ରାଉତ, ଅନୁଧ୍ୟାନ ଟିଭି।